ଖଲିକୋଟଠାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାର ଶୁଭାରମ୍ଭ କଲେ ଖଲିକୋଟ ବିଧାୟକ। ଗଞ୍ଜାମ ଖଲିକୋଟର ମର୍ଦ୍ଦରାଜ ଶିକ୍ଷକ ଭବନଠାରେ ଖଲିକୋଟର ଏକ ଅଗ୍ରଣୀ କମ୍ପ୍ୟୁଟର ଅନୁଷ୍ଠାନ ଦ୍ୱାରା ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ତଥା ମୁକ୍ତି ବିଜୁଳି ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସୂର୍ଯ୍ୟଘର ଯୋଜନା ଦ୍ୱାରା ସୌରଶକ୍ତିକୁ ବ୍ୟବହାର କରାଯାଇ ଏହାର ଉପକାରିତା ଓ ଲାଭ ବିଷୟରେ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଲିକୋଟ ତହସିଲଦାର, ବିଡିଓ ଓ ବିଦ୍ୟୁତ୍ ବିଭାଗ ଉପଖଣ୍ଡ ଅଧିକାରୀ ଉପସ୍ଥିତ ରହି ପ୍ରତ୍ୟେକ ଘରେ କିଭଳି କମ୍ ଖର୍ଚ୍ଚରେ ଏହାକୁ ଲଗାଯାଇପାରିବ, ଏହି ସୌରଶକ୍ତିକୁ ଲଗାଇ ସରକାର ପକ୍ଷରୁ ବ୍ୟାଙ୍କ ଋଣ ଯୋଗାଇ ଦେବା ସହିତ 90% ରିହାତି ଦିଆଯାଉଥିବା କୁହାଯାଇଛି। ये सोलार प्रोजेक्ट जो आमर केंद्र सरकार जोटा डिक्लेयर करछंती, राज्य सरकार केंद्र सरकार जॉइंट वेंचर रे जो सब्सिडी दिया जाउची, एक सुंदर कार्यक्रम लोक मानकु, साधारण लोक, गरीब लोक, मध्यवित्त लोक ये बहुत सहायता करिवो। जेहेतु आजिकल इलेक्ट्रिसिटी बहुत कॉस्टली हेलानी, अंतत सोलार पावर हेले लोक बहुत सुविधा पाइबे। आमर खलिकोट सहर में इमती संस्था नथिला जी की दायित्व करुला, बाहर किए काम भाँ कले बाहर सब डाकी करुले, बहुत भल है आमर सहर भितर रहा एवं आम ताकू यूटिलाइज कर सी जा घरे 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 करेंगे, समस्ते सब्सिडी पाइबे।